ସାଙ୍ଗମାନେ ଆଜିର ଦୁନିଆରେ କାହାକୁ ବାରମ୍ବାର ଗୋଟିଏ କଥା ବୁଝେଇବା ଠାରୁ ତାଙ୍କ ଆଖିରେ ନିଜକୁ ଖରାପ ପ୍ରମାଣ କରି ଚୁପଚାପ ତାଙ୍କ ଜୀବନରୁ ଦୂରେଇ ଯିବା ଅନେକ ସମୟରେ ଭଲ ହୋଇଥାଏ। କାରଣ ଯେଉଁଠି ଭାବନାର ମୂଲ୍ୟ ନଥାଏ ସେଠାରେ ତୁମ ଶବ୍ଦର ମଧ୍ୟ କୌଣସି ମୂଲ୍ୟ ରହେ ନାହିଁ। ଆଉ ଆଜିର ଦୁନିଆରେ ଯିଏ ତୁମକୁ ଭୁଲ ବୁଝୁଛି ତାକୁ ଭୁଲ ବୁଝିବାକୁ ଦିଅ। କାରଣ ତାକୁ ଆପଣ ଯେତେ ବୁଝେଇଲେ ବି ସେ କେବେ ଆପଣଙ୍କୁ ବୁଝିପାରିବ ନାହିଁ। ଆଉ ଯିଏ ଆପଣଙ୍କୁ ଠିକ୍ ବୁଝିଛି ତାକୁ ବି କିଛି କହିବାର ଆବଶ୍ୟକତା ନାହିଁ। କାରଣ ଆପଣ କ'ଣ ସିଏ ତାହା ଠିକ୍ ଭାବେ ବୁଝିସାରିଛି। ଗୋଟିଏ କଥା ମନେ ରଖନ୍ତୁ, ଆଜିର ଦୁନିଆରେ ଆପଣ କେବେ କାହାକୁ କିଛି ବୁଝେଇ ନିଜ ସପକ୍ଷରେ ଆଣିପାରିବେ ନାହିଁ। ଆପଣଙ୍କ କର୍ମ ଠିକ୍ ଅଛି ଯଦି ତାହେଲେ ଆପଣଙ୍କୁ ତ ଅନେକ ଲୋକ ଭୁଲ ବୁଝିବେ। ଏ ବୋଧହୁଏ ଆଜିର ଦୁନିଆର ରୀତି। କିନ୍ତୁ ମନେ ରଖନ୍ତୁ, ଏହାକୁ ନେଇ କେବେ ବି ଭାଙ୍ଗି ପଡ଼ନ୍ତୁ ନାହିଁ କି କେବେ ବି ବିଚଳିତ ହୁଅନ୍ତୁ ନାହିଁ। କାରଣ ଏଠି ସତ୍ୟ ପଥରେ କେହି ନଥାନ୍ତି, କେବଳ ଏକୁଟିଆ ହିଁ ଯିବାକୁ ପଡ଼ିଥାଏ। ତେଣୁ କାହାକୁ କିଛି ନ ବୁଝେଇ ବା ନିଜ ମନକୁ କଷ୍ଟ ନ ଦେଇ ଆପଣ ନିଜ କର୍ତ୍ତବ୍ୟ ପଥରେ ଆଗେଇ ଚାଲନ୍ତୁ। ଯଦି ଆପଣ ଜାଣୁଛନ୍ତି ଯେ ଆପଣ ଠିକ୍ କର୍ମ କରୁଛନ୍ତି ତେବେ ବାସ୍ ତାହା ହିଁ ଯଥେଷ୍ଟ। କ'ଣ ସାଙ୍ଗମାନେ, ଠିକ୍ ତ?